ବୋଉ ଜାଣିଛୁ ଆଜି ତ ଜ୍ୱାଇଁ ନା ମୋତେ ଆଶ୍ଚର୍ଯ୍ୟ ହେଇକି ପୁରା ଚାହିଁ ରହିଲେ। ମାନେ କିଛି ସମୟ ପାଇଁ ନା ତାଙ୍କ ପାଟିରୁ ବଚନ ବାହାରିଲାନି। ପଇଡ଼ ପାଣି ତ ମୋତେ କେତେ ଭଲ ଲାଗେ ତୁ ଜାଣିଥିବୁ। ମୁଁ ପିଉ ପିଉ ତାଙ୍କ ଭାଗର ବି ପଇଡ଼ ପାଣି ପିଇଦେଲି। ମୋତେ ଆସି ଯେତେବେଳେ ମାଗିଲେ କହିଲେ ମୋତେ ପଇଡ଼ ପାଣିଟା ଛାଣିକି ଦିଅ, ମୁଁ କହିଲି ଆରେ ହେ ମୁଁ ବାଉଳାରେ ତମ ପଇଡ଼ ପାଣି ପିଇଦେଲି। ଦୁମ୍ ଦୁମ୍ ହେଇକି ରାଗିକି ପଳେଇଲେ। ଆଉ ସିଡ଼ି ଘରେ ଯାଇକି କହିଲେ ଆଜିଠୁ ତମର ନିଆଁ ପାଣି ବନ୍ଦ। ମୁଁ କହିଲି ହଁ ହଁ ଭାରି କାଢୁଆଟା, ଯାହା କରିବା କଥା କର। ବା ସେତିକି କହିଛି କି ନାହିଁ, ସତ ସତିକା ଟାଙ୍କିରୁ ପାଣି ବନ୍ଦ କରିଦେଲେ। ଖାଲି ସେତିକି ନୁହଁ, ସେଇଠି ଘରେ ତାଲା ପକେଇ ଚାବି ଧରିକି କୁଆଡ଼େ ପଳେଇଲେ। ମୋତେ ଆସି କହିଲେ ଭାରି ମାଛ ଝୋଳ ଖାଇବାକୁ ଇଚ୍ଛା ହଉଥିଲା ନା, ଏବେ ବିନା ପାଣିରେ ମାଛ ଝୋଳ ବସି ଖାଉଥାଉ। କିଛି ସମୟ କ'ଣ କରିବି ବୋଲି ଭାବିଲା ବେଳକୁ ହଠାତ୍ କିନା ମନେ ପଡ଼ିଗଲା ଶାଶୁ କରନ୍ତି ଗୋଟେ ନଡ଼ିଆ କ୍ଷୀର ଦେଇକି ମାଛ ଝୋଳ। ସେଇଠୁ ଷ୍ଟାର୍ଟ ହେଇଗଲା ମୋର ବିନା ପାଣିରେ ମାଛ ଝୋଳ। ପ୍ରଥମେ କ'ଣ କଲି ନା, ମାଛକୁ ଭଲ ଭାବରେ ଧୋଇ ଦେଇକି ସେଥିରେ ହଳଦୀ, ଲଙ୍କା ଏବଂ ଲୁଣ ପକେଇକି ଆଉ ଟିକେ ନାକୁ ଲେମ୍ବୁ ଚକଟିକି ଭଲ ଭାବେ ମ୍ୟାରିନେଟ୍ କରିଦେଲି। ତାପରେ ମାଛକୁ ହାଲକା ଭାବରେ ଭାଜି ନେଲି। ତାପରେ ମୁଁ କ'ଣ କଲି ନା, 2 ଚାମଚ ସୋରିଷ, 1 ଚାମଚ ହଳଦିଆ ସୋରିଷ, ଟିକେ ନାକୁ ଜିରା, ରସୁଣ 8-10ଟା ଏବଂ ଟମାଟୋକୁ ନେଇକି ଭଲ ଭାବରେ ପେଷ୍ଟ ବନେଇଦେଲି। ତାପରେ 1 କପ୍ କୋରା ନଡ଼ିଆ ନେଇଗଲି, ତାକୁ ଭଲସେ ଗ୍ରାଇଣ୍ଡିଙ୍ଗ କରିକି ତାର ସବୁତକ ରସ ଏମିତି ମୁଁ ବାହାର କରିନେଲି, ଯାହାକୁ ଆମେ ମାନେ ନଡ଼ିଆ ରସ କହୁ ବା ନଡ଼ିଆ କ୍ଷୀର କହୁ। ଗୋଟେ ଜାଗାରେ ପାଣି କିଛି ଗରମ କରି ଗ୍ୟାସ୍ ଉପରେ ଚଢ଼େଇ ନେଲି। ଗୋଟେ ଟାଇଟ୍ ଟିଫିନ୍ଟେ ମୁଁ ସେଥିରେ ନେଇ ଆସିଲି। ସେଥିରେ ଟିକେ ନାକୁ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଏସବୁ ପକେଇଦେଲି, ନଡ଼ିଆ କ୍ଷୀର ପକେଇଦେଲି। ତାପରେ ଭଲ ଭାବରେ ଏମିତି ଗୋଳେଇ ନେଲି। ସ୍ୱାଦ ଅନୁସାରେ ଲୁଣ ପକେଇ, ବେଶୀ ଲୁଣ ଦେବାନି। ତାପରେ ନା ଯେଉଁଟା ଗୋଳେଇକି ଏମିତି ସବୁ ମାଛ ସବୁ ଭାଜିକି ମୁଁ ରଖିଥିଲି, ସେ ସବୁ ମସଲାରେ ଭଲସେ ମ୍ୟାରିନେଟ୍ କରିଦେଲି। ଗରମ ସୋରିଷ ତେଲ ନା, ତାକୁ ସେ ଭଲ ଭାବରେ ମୁଁ ଗୋଟେ ଛୁଙ୍କ ଦେଇଦେଲି, ବହୁତ ବଢ଼ିଆ ଫ୍ଲେଭର ବାସ୍ନା ଆସିବ। କାଟି ରଖିଥିବା ଟମାଟୋ, ପିଆଜ ଏବଂ କଞ୍ଚା ଲଙ୍କା ମଧ୍ୟ ଦେଇଦେଲି। ତାପରେ ପୁଣି ନଡ଼ିଆ କ୍ଷୀରକୁ ସେଥିରେ ମୁଁ ଢାଳିଦେଲି ସେ ଟିଫିନ୍ରେ। ପୁରା ଫୁଲ୍ କରିବେନି, ଅଧା ରଖିବେ। ତାପରେ ଯେଉଁଟା ଆମେ ନା ପାଣି ଗରମ କରିଥିଲେ, ସେଇଥିରେ ଭଲ ଭାବରେ ଆମେ ସେମିତି ଟିଫିନ୍କୁ ରଖିକି ଅଧଘଣ୍ଟା ଯାଏଁ ଛାଡ଼ି ନେବା। ପାଣି ଯଦି ସରିଯାଏ ମଝିରେ ମଝିରେ ଟିକେ ଆସି ପାଣି ଦେଇଦେଉଥିବା। ଅଧଘଣ୍ଟା ପରେ ଆମର ପୁରା ବଢ଼ିଆ ବାସ୍ନା ଆସେ, ଆଉ ଆମର ବାମ୍ଫ ଦିଆ ନଡ଼ିଆ ରସ ଦିଆ ମାଛ ଝୋଳ ପୁରା ରେଡ଼ି ହେଇଗଲା। ଥଣ୍ଡା ହେଲା ପରେ ମୁଁ କାଢ଼ି ନେଲି। ବହୁତ ବଢ଼ିଆ ବାସ୍ନା ଆସିଥାଏ, ଖାଇବାକୁ ବହୁତ କ୍ରିମି କ୍ରିମି ଲାଗେ। ରେଡ଼ି ହେଇଗଲା ଆମର ବିନା ପାଣିରେ ନଡ଼ିଆ କ୍ଷୀର ଦିଆ ମାଛ ଝୋଳ। ନିହାତି ଭାବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହିଲି, ବାଇ।